ସାହିତ୍ୟ ଦୀପ୍ତି ପ୍ରଥମ ବିଷୟ ପଶୁରାମ ଭେଟ। କବି ବଳରାମ ଦାସ। ପିଲାମାନେ, ଆଜି ଆମେ ପଶୁରାମ ଭେଟ କାବ୍ୟର ସମସ୍ତ ଏକମାର୍କିଆ କୋଶ୍ଚିନ୍ ଆନ୍ସର ଡିସ୍କସନ୍ କରିବା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ପ୍ରଥମ ପ୍ରଶ୍ନ, ମିଥିଳାରୁ କଟକ ବାହାରି ରାମ ସୀତା କେଉଁଠି ରହିଲେ? କ. ବରୁଣପୁରରେ, ଖ. ବୈଶାଳୀପୁରରେ, ଗ. କନକପୁରରେ, ଘ. ଦଣ୍ଡକାବନରେ। ପିଲାମାନେ, ରାଇଟ୍ ଆନ୍ସର ବୈଶାଳୀପୁରରେ। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱାମିତ୍ରଙ୍କ ଆଶ୍ରମ କେଉଁଠି ଅବସ୍ଥିତ? କ. ସିଦ୍ଧବନ, ଖ. ଚିତ୍ରକୂଟ ବନ, ଗ. ପଞ୍ଚବଟୀ ବନ, ଘ. ଦଣ୍ଡକ ବନ। ରାଇଟ୍ ଆନ୍ସର କ. ସିଦ୍ଧବନ। ପରବର୍ତ୍ତୀ ପ୍ରଶ୍ନ, ମନୁଷ୍ୟ ଶରୀର ଉପରେ କେଉଁ ପକ୍ଷୀ ବସିଥିବାର ରାଜା ଦଶରଥ ଦେଖିଥିଲେ? କ. ଶୁକ, ଖ. ଶାରୀ, ଗ. କାକ, ଘ. ପିକ। ରାଇଟ୍ ଆନ୍ସର କ. ଶୁକ। ମନୁଷ୍ୟ ଶରୀର ଉପରେ ଶୁକ ପକ୍ଷୀ ବସିଥିବାର ଦୃଶ୍ୟ ରାଜା ଦଶରଥ ଦେଖିଥିଲେ। ପରବର୍ତ୍ତୀ ପ୍ରଶ୍ନ, ରେଣୁକା ନନ୍ଦନ କିଏ? କ. ଗୌତମ, ଖ. ବଶିଷ୍ଠ, ଗ. ପରଶୁରାମ, ଘ. ବିଶ୍ୱାମିତ୍ର। ରାଇଟ୍ ଆନ୍ସର ଗ. ପରଶୁରାମ। ପରଶୁରାମ ରେଣୁକା ନନ୍ଦନ ଥିଲେ। ପରବର୍ତ୍ତୀ ପ୍ରଶ୍ନ, ପରଶୁରାମଙ୍କର ଧ୍ୟାନ କିପରି ଭାଙ୍ଗିଲା? କ. ବୀରତ୍ୱର ଶବ୍ଦରେ, ଖ. ଘଡ଼ଘଡ଼ି ଶବ୍ଦରେ, ଗ. ଶାର୍ଦୂଳ ଶବ୍ଦରେ, ଘ. ପକ୍ଷୀଙ୍କ କାକଳିରେ। ରାଇଟ୍ ଆନ୍ସର କ. ବୀରତ୍ୱର ଶବ୍ଦରେ। ପିଲାମାନେ, ଆମର ପରବର୍ତ୍ତୀ ଭିଡ଼ିଓ ସହର ସୁନ୍ଦରୀ ଉପରେ ଆସିବାକୁ ଯାଉଛି। ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ଏବେ ହିଁ ଆମ ଚ୍ୟାନେଲ ଆଲୋକ ଟିଚ୍କୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅଲ୍ ଭାବରେ ପ୍ରେସ୍ କରିଦିଅନ୍ତୁ। ପରବର୍ତ୍ତୀ ପ୍ରଶ୍ନ, ପରଶୁରାମ କଟିରେ କେଉଁ ଛାଲ ପିନ୍ଧିଥିଲେ? କ. ବାଘ୍ର ଛାଲ, ଖ. ସିଂହ ଛାଲ, ଗ. ସମ୍ବର ଛାଲ, ଘ. କୃଷ୍ଣାଜିନ୍ ଛାଲ। ରାଇଟ୍ ଆନ୍ସର ଘ. କୃଷ୍ଣାଜିନ୍ ଛାଲ। ପରବର୍ତ୍ତୀ ପ୍ରଶ୍ନ, ପରଶୁରାମଙ୍କର କୁଦଣ୍ଡର ନାମ କଣ ଥିଲା? କ. ସାରଙ୍ଗ, ଖ. ଶିବ, ଗ. ଗାଣ୍ଡିବ, ଘ. ବୈଷ୍ଣବ। ରାଇଟ୍ ଆନ୍ସର ଘ. ବୈଷ୍ଣବ। ପରବର୍ତ୍ତୀ ପ୍ରଶ୍ନ, ପରଶୁରାମଙ୍କ କୋଠାରକୁ କବି କାହା ସହିତ ତୁଳନା କରିଛନ୍ତି? କ. ବଜ୍ରଦଣ୍ଡପ୍ରାୟ, ଖ. କାଳଦଣ୍ଡପ୍ରାୟ, ଗ. ଧର୍ମଦଣ୍ଡପ୍ରାୟ, ଘ. ତୁଳାଦଣ୍ଡପ୍ରାୟ। ରାଇଟ୍ ଆନ୍ସର ଖ. କାଳଦଣ୍ଡପ୍ରାୟ। ପରବର୍ତ୍ତୀ ପ୍ରଶ୍ନ, ପରଶୁରାମଙ୍କର ପିତାଙ୍କ ନାମ କଣ? କ. ଯମଦଗ୍ନି, ଖ. ଶୁକଦେବ, ଗ. ଗୌତମ, ଘ. ଅତ୍ରି। ରାଇଟ୍ ଆନ୍ସର କ. ଯମଦଗ୍ନି। ପରବର୍ତ୍ତୀ ପ୍ରଶ୍ନ, ଭୃଗୁପତି କିଏ? କ. ରାମ, ଖ. ରାବଣ, ଗ. ଅଗସ୍ତ୍ୟ, ଘ. ପରଶୁରାମ। ରାଇଟ୍ ଆନ୍ସର ଘ. ପରଶୁରାମ। ପରବର୍ତ୍ତୀ ପ୍ରଶ୍ନ, ଶିବ ଧନୁରେ କେଉଁ ଅସୁରର ମୃତ୍ୟୁ ହୋଇଥିଲା? କ. ତାରକାସୁର, ଖ. ତ୍ରିପୁରାସୁର, ଗ. ଆଘାସୁର, ଘ. ବୃତ୍ରାସୁର। ପିଲାମାନେ, ରାଇଟ୍ ଆନ୍ସର ଖ. ତ୍ରିପୁରାସୁର। ପରବର୍ତ୍ତୀ ପ୍ରଶ୍ନ, ପରଶୁରାମ କଣ ଥିଲେ? କ. ତାରକାସୁର, ଖ. ତ୍ରିପୁରାସୁର, ଗ. କ୍ଷତ୍ରିୟ, ଘ. ବୃତ୍ରାସୁର। ପିଲାମାନେ, ରାଇଟ୍ ଆନ୍ସର ଗ. କ୍ଷତ୍ରିୟ। ପିଲାମାନେ, ବର୍ତ୍ତମାନ ଆମେ ପଢ଼ିବା କ୍ଷୁଦ୍ର ଉତ୍ତରମୂଳକ 1 ନମ୍ବର ବିଶିଷ୍ଟ ପ୍ରଶ୍ନ। ଗୋଟିଏ ବାକ୍ୟରେ ଉତ୍ତର ଲେଖ।
ପରବର୍ତ୍ତୀ ପ୍ରଶ୍ନ ପଶୁରାମ ଭେଟ କବିତାର କବି କିଏ? ପିଲାମାନେ ରାଇଟ୍ ଆନ୍ସର ବଳରାମ ଦାସ। ବଳରାମ ଦାସ ପଶୁରାମ ଭେଟ କବିତାର କବି ଥିଲେ। ପରବର୍ତ୍ତୀ ପ୍ରଶ୍ନ ପଶୁରାମ ଭେଟ କେଉଁ ପୁରାଣ ଗ୍ରନ୍ଥରୁ ଆସିଛି? ପିଲାମାନେ ରାଇଟ୍ ଆନ୍ସର ଜଗମୋହନ ରାମାୟଣ। ପିଲାମାନେ ଜଗମୋହନ ରାମାୟଣ ପୁରାଣ ଗ୍ରନ୍ଥରୁ ପଶୁରାମ ଭେଟ କବିତାଟି ଆସିଅଛି। ପରବର୍ତ୍ତୀ ପ୍ରଶ୍ନ ରାମାୟଣର କେଉଁ କାଣ୍ଡରୁ ପଶୁରାମ ଭେଟ କବିତାଟି ଆସିଛି? ପିଲାମାନେ ରାଇଟ୍ ଆନ୍ସର ଆଦି କାଣ୍ଡରୁ। ପିଲାମାନେ ରାମାୟଣର ଆଦି କାଣ୍ଡରୁ ପଶୁରାମ ଭେଟ କବିତାଟି ଆସିଅଛି। ପରବର୍ତ୍ତୀ ପ୍ରଶ୍ନ ସୀତାଙ୍କ ସ୍ୱୟଂବରରେ ରାମଚନ୍ଦ୍ର କେଉଁ ଧନୁ ଭଗ୍ନ କରିଥିଲେ? ପିଲାମାନେ ରାଇଟ୍ ଆନ୍ସର ଶିବଧନୁ। ପରବର୍ତ୍ତୀ ପ୍ରଶ୍ନ ପଶୁରାମଙ୍କର କାହା ସହିତ ଭେଟ ହେବାର କଥା କବିତାରେ କୁହାଯାଇଛି? ପିଲାମାନେ ରାଇଟ୍ ଆନ୍ସର ଶ୍ରୀରାମଚନ୍ଦ୍ରଙ୍କ ସହିତ। ପରବର୍ତ୍ତୀ ପ୍ରଶ୍ନ ବିଶ୍ୱାମିତ୍ରଙ୍କ ଆଶ୍ରମ କେଉଁଠାରେ ଅବସ୍ଥିତ? ପିଲାମାନେ ରାଇଟ୍ ଆନ୍ସର ସିଦ୍ଧବନରେ। ପରବର୍ତ୍ତୀ ପ୍ରଶ୍ନ ପଶୁରାମଙ୍କ ଆଶ୍ରମ କେଉଁଠାରେ ଅବସ୍ଥିତ? ପିଲାମାନେ ରାଇଟ୍ ଆନ୍ସର ସିଦ୍ଧବନ। ପରବର୍ତ୍ତୀ ପ୍ରଶ୍ନ ରାଜା ଦଶରଥଙ୍କର କେଉଁ ନୟନ ଘନ ଘନ ସ୍ଫୁରଣ ହେଉଥିଲା? ପିଲାମାନେ ରାଇଟ୍ ଆନ୍ସର ବାମ ନେତ୍ର। ପରବର୍ତ୍ତୀ ପ୍ରଶ୍ନ ରାଜା ଦଶରଥଙ୍କର ମୂଳଗୁରୁ କିଏ ଥିଲେ? ପିଲାମାନେ ରାଇଟ୍ ଆନ୍ସର ବଶିଷ୍ଠ। ପରବର୍ତ୍ତୀ ପ୍ରଶ୍ନ ପଶୁରାମ ପିଠିରେ କେଉଁ ଛାଲ ପରିଧାନ କରିଥିଲେ? ପିଲାମାନେ ରାଇଟ୍ ଆନ୍ସର ବାଘ୍ର ଛାଲ। ପରବର୍ତ୍ତୀ ପ୍ରଶ୍ନ ଭୃଗୁପତି କିଏ? ପିଲାମାନେ ରାଇଟ୍ ଆନ୍ସର ପଶୁରାମ। ପରବର୍ତ୍ତୀ ପ୍ରଶ୍ନ ପଶୁରାମଙ୍କର ପିତାଙ୍କ ନାମ କ'ଣ? ପିଲାମାନେ ରାଇଟ୍ ଆନ୍ସର ଯମଦଗ୍ନି। ପରବର୍ତ୍ତୀ ପ୍ରଶ୍ନ ପଶୁରାମଙ୍କ ଜଟା କେଉଁ ବର୍ଣ୍ଣ? ପିଲାମାନେ ରାଇଟ୍ ଆନ୍ସର ପିଙ୍ଗଳ ବର୍ଣ୍ଣ। ପରବର୍ତ୍ତୀ ପ୍ରଶ୍ନ ପଶୁରାମ କର୍ଣ୍ଣରେ କ'ଣ ପିନ୍ଧିଥିଲେ? ପିଲାମାନେ ରାଇଟ୍ ଆନ୍ସର କୁଣ୍ଡଳ। ପରବର୍ତ୍ତୀ ପ୍ରଶ୍ନ ପଶୁରାମ କଟିରେ କ'ଣ ପିନ୍ଧିଥିଲେ? ପିଲାମାନେ ରାଇଟ୍ ଆନ୍ସର କୌପୁନୀ। ପରବର୍ତ୍ତୀ ପ୍ରଶ୍ନ ପଶୁରାମଙ୍କର ଡାହାଣ ହାତରେ କେଉଁ ଅସ୍ତ୍ର ଥିଲା? ପିଲାମାନେ ରାଇଟ୍ ଆନ୍ସର ଧନୁ। ପରବର୍ତ୍ତୀ ପ୍ରଶ୍ନ ଇନ୍ଦ୍ରଦେବ କେଉଁ ଧନୁ ଧରିବାକୁ ଅକ୍ଷମ ହୋଇଥିଲେ? ପିଲାମାନେ ରାଇଟ୍ ଆନ୍ସର ଶିବଧନୁ। ପରବର୍ତ୍ତୀ ପ୍ରଶ୍ନ ରାମଚନ୍ଦ୍ର କାହା ପ୍ରତି କ୍ରୋଧ ନ କରିବାକୁ କହିଛନ୍ତି? ପିଲାମାନେ ରାଇଟ୍ ଆନ୍ସର ପଶୁରାମଙ୍କ ପ୍ରତି। ପରବର୍ତ୍ତୀ ପ୍ରଶ୍ନ ଶିବ ଧନୁରେ କେଉଁ ଅସୁରର ପ୍ରାଣ ଯାଇଥିଲା? ପିଲାମାନେ ରାଇଟ୍ ଆନ୍ସର ତ୍ରିପୁରାସୁର। ପରବର୍ତ୍ତୀ ପ୍ରଶ୍ନ ପଶୁରାମ ରାମଚନ୍ଦ୍ରଙ୍କୁ କେଉଁ ଦିବ୍ୟ ଧନୁ କଥା କହିଛନ୍ତି? ପିଲାମାନେ ରାଇଟ୍ ଆନ୍ସର ବୈଷ୍ଣବ ଧନୁ। ପରବର୍ତ୍ତୀ ପ୍ରଶ୍ନ ରାମଚନ୍ଦ୍ର ପଶୁରାମଙ୍କଠାରୁ କୋଦଣ୍ଡ କେଉଁ ହସ୍ତରେ ନେଇଥିଲେ? ପିଲାମାନେ ରାଇଟ୍ ଆନ୍ସର ବାମ ହସ୍ତରେ।
ପିଲାମାନେ ପରବର୍ତ୍ତୀ ପ୍ରଶ୍ନ, ରଘୁମଣି କିଏ? ପିଲାମାନେ ରାଇଟ୍ ଆନ୍ସର, ରାମଚନ୍ଦ୍ର। ପିଲାମାନେ ଏହିପରି ରେଗୁଲାର ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ଆଲୋକ ଟିଚ୍କୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅଲ୍ ଭାବରେ ପ୍ରେସ୍ କରିଦିଅନ୍ତୁ।